ସୁଭଦ୍ରା ଟଙ୍କା ମିଳିନଥିଲେ ମିଳିବ କି ନାହିଁ? ଆପଣ ଯଦି ନୂଆ ଆବେଦନ କରିଥିଲେ କିମ୍ବା ପୂର୍ବରୁ ଆପଣ ସୁଭଦ୍ରା ଟଙ୍କା ପାଇଛନ୍ତି, ତାହେଲେ ଯଦି ଏଥର ଆପଣଙ୍କ ଆକାଉଣ୍ଟକୁ ପଇସା ଆସିନାହିଁ କିମ୍ବା ଆପଣଙ୍କୁ ମେସେଜ ପ୍ରାପ୍ତ ହୋଇନାହିଁ, ତାହେଲେ ଆପଣ କେମିତି ଚେକ୍ କରିବେ ଆପଣ ପାଇବେ କି ନାହିଁ? ତାହେଲେ ଆପଣ କରନ୍ତୁ ଏହି 4ଟି କାମ। ସର୍ବପ୍ରଥମେ ଆପଣ କ'ଣ କରିବେ, ସୁଭଦ୍ରାର ଅଫିସିଆଲ ସାଇଟ୍କୁ ଆସିବେ। ଆଉ ଆସିଲା ପରେ କ'ଣ କରିବେ, ତଳକୁ ଆସିବେ। ତଳକୁ ଆସିଲା ପରେ ଏଠିରେ ଦେଖିପାରୁଥିବେ ଯେଉଁ ହିତାଧିକାରୀ ତାଲିକା ଲେଖା ହେଇଛି, এই হিতাধিকারী তালিকাରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ହିତାଧିକାରୀ ତାଲିକାରେ କ୍ଲିକ୍ କରିବେ, ଆଗକୁ ଏମିତି ଦେଖାଯିବ। ଏଥିରେ ଦେଖିପାରୁଥିବେ 2ଟି ଅପସନ୍ ଦେଇଛି, ଗୋଟିଏ ହେଲା ହିତାଧିକାରୀ ତାଲିକା ଆଉ ଅନ୍ୟଟି ହେଲା ଅସ୍ଥାୟୀ ହିତାଧିକାରୀ ତାଲିକା। ତ ଆପଣଙ୍କୁ କ'ଣ କରିବାର ଅଛି, ଏହି ହିତାଧିକାରୀ ତାଲିକାରେ କ୍ଲିକ୍ କରିବାର ଅଛି। ହିତାଧିକାରୀ ତାଲିକାରେ କ୍ଲିକ୍ କଲା ପରେ ଆପଣ ଏ ଜିଲ୍ଲା, ବ୍ଲକ ବା ୟୁଏଲ୍ବି, ଜିପି ବା ୱାର୍ଡ ଆପଣ ଚୟନ କରିବେ। ଆଉ ଚୟନ କରିସାରିଲା ପରେ ଦେଖିପାରୁଥିବେ ଏଇ ଯେଉଁ ଦେଖନ୍ତୁ ଲେଖା ଅଛି, ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଦେଖନ୍ତୁ ମୁଁ ଆପଣଙ୍କ ଜାଣିବା ପାଇଁ ଗୋଟେ ଜିଲ୍ଲା, ବ୍ଲକ ଆଉ ଜିପିଟା ଚୟନ କରିନେଇଛି। ଆଉ ଚୟନ କରିନେଲା ପରେ ଦେଖନ୍ତୁରେ କ୍ଲିକ୍ କରୁଛି। ଦେଖନ୍ତୁ କରିଲା ପରେ ଦେଖନ୍ତୁ ଏଠିରେ ଆପଣଙ୍କୁ 2ଟି PDF ଶୋ କରିବ। ଗୋଟିଏ ହେଲା ଅନୁମୋଦିତ ତାଲିକା ଆଉ ଅନ୍ୟଟି ହେଲା ପ୍ରତ୍ୟାଖ୍ୟାନ ତାଲିକା। ତ ଆମକୁ କ'ଣ କରିବାର ଅଛି, ଏହି ପ୍ରତ୍ୟାଖ୍ୟାନ ତାଲିକାରେ କ୍ଲିକ୍ କରିବା ଅଛି। ତ ପ୍ରତ୍ୟାଖ୍ୟାନ ତାଲିକାରେ କ୍ଲିକ୍ କଲା ପରେ ଆପଣଙ୍କୁ ଗୋଟେ PDFଟା ଡାଉନଲୋଡ଼ ହେବା, ତାହା ଆପଣଙ୍କୁ ଡାଉନଲୋଡ଼ କରିବାର ଅଛି। ଡାଉନଲୋଡ଼ କଲା ପରେ এই PDFକୁ ଆପଣ ଓପନ୍ କରିବେ। ଓପନ୍ କଲା ପରେ ଯେଉଁ ହିତାଧିକାରୀମାନେ ଏଥିରୁ ବାଦ୍ ପଡ଼ିଛନ୍ତି ସେମାନଙ୍କର ନାମ ଏଠିରେ ଶୋ କରିବ। ଦେଖିପାରୁଥିବେ ଏସବୁ ହିତାଧିକାରୀ ଏଠିରୁ ବାଦ୍ ପଡ଼ିଛନ୍ତି। ଦେଖନ୍ତୁ ଏଠିରେ ଯେଉଁ ହିତାଧିକାରୀଙ୍କର ତାଙ୍କର ସୁଭଦ୍ରା ନମ୍ବର ଦେଇଛି, ତାପରେ ତାଙ୍କ ନାମ, ଫାଦର ନାମ ଆଉ ରିଜେକ୍ଟ ହେବାର ରିଜନ୍ ଏଠିରେ ଦେଉଛି। ଏଠି ଆପଣ ଦେଖିପାରୁଥିବେ ଏଠିରେ 6, 6, 2, 1, 3 ଏମିତି ଲେଖା ଅଛି। ତ এই ରିଜନ୍ର ମାନେ କ'ଣ, এই କୋଡ଼୍ ଯେଉଁ ଦିଆହେଇଛି এই କୋଡ଼୍ର ତାର ରିଜନ୍ର ଉପରେ ଲେଖା ହେଇଛି। ଦେଖନ୍ତୁ ଯଦି ଆପଣଙ୍କର କୋଡ଼୍ 1 ଆସେ, ତାହେଲେ ଦେଖନ୍ତୁ ଆପଣଙ୍କ ପରିବାରରେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଥିବେ। 4 ଥିବା ତାହେଲେ ଆପଣଙ୍କୁ ଇରିଗେସନ୍ ଜମି 5 ଏକର ଆଉ ନନ୍ ଇରିଗେସନ୍ 10ରୁ ଉର୍ଦ୍ଧ୍ୱ ଅଛି, ତାହେଲେ ଆପଣଙ୍କ এই ରିଜନ୍ରେ କାଟିବ। ତାପରେ ଦେଖନ୍ତୁ ଯଦି ଆପଣଙ୍କର 7 ଅଛି, ତାହେଲେ ଆପଣ ଦେଖିପାରୁଥିବେ ଏଇଟା MSKO ପକ୍ଷରୁ ଆପଣ 1500 ମନ୍ଥଲି କିମ୍ବା ବର୍ଷକ 18,000 ଟଙ୍କା ପ୍ରାପ୍ତ ପାଇଛନ୍ତି। ଏମିତି କରି ଆପଣଙ୍କ ରିଜନ୍ ଆପଣ ଦେଖିପାରିବେ। ତାପରେ ଦେଖନ୍ତୁ 3ରେ କ'ଣ ଅଛି, 4 ହ୍ୱିଲର ଯାହା ପାଖରେ ଅଛି, 4 ଚକିଆ ଯାନ, ସେମାନଙ୍କର 3 ରିଜନ୍ ଆସିଛି। ଏମିତି ଆପଣଙ୍କ ନାମ ସାଇଟ୍ରେ ରିଜନ୍ ଲେଖା ହେଇଥିବ। সেই ରିଜନ୍ରେ ଆପଣ ଦେଖିପାରିବେ ଯେ କେଉଁ କାରଣରୁ ଆପଣଙ୍କୁ ପଇସା ଆସିଲା ନାହିଁ ବୋଲି। ଏହା ଚେକ୍ କଲା ପରେ ସୁଭଦ୍ରାର ମେନ୍ ସାଇଟ୍କୁ ପୁଣି ବ୍ୟାକ୍ ଆସିବେ। ବ୍ୟାକ୍ ଆସିଲା ପରେ ଏଇ ଯେଉଁ ସାଇଟ୍ରେ ଆପଣ ଦେଖିପାରୁଥିବେ ଯେଉଁ ଆବେଦନ ସ୍ଥିତି ଲେଖା ଅଛି, ଏଠିରେ ଆପଣ କ୍ଲିକ୍ କରିକି ଆପଣ କ'ଣ କରିବେ, ଯେଉଁ ହିତାଧିକାରୀ ଅଛନ୍ତି ତାଙ୍କର ଆଧାର କାର୍ଡ଼ ଏଠି ଫିଲ୍ଅପ୍ କରିବେ ଆଉ ବକ୍ସରେ ଟିକ୍ କରିକି ଲଗ୍ଇନ୍ରେ କ୍ଲିକ୍ କରିବେ। ଯାହାଫଳରେ କି ଆପଣଙ୍କ ଆକାଉଣ୍ଟ ଷ୍ଟାଟସ୍ଟା ଜାଣିପାରିବେ ଯେ ଆପଣଙ୍କ ଆକାଉଣ୍ଟ ଆପ୍ରୁଭ୍ ଅଛି ନା ରିଜେକ୍ଟ ଅଛି ନା পেমেন্টটা পেন্ডিং ଅଛି ସବୁ ଜାଣିପାରିବେ। ଯଦି ସକ୍ସେସ୍ ଲେଖା ଅଛି ତାହେଲେ ଆପଣଙ୍କ ପେମେଣ୍ଟଟା ଆସିଯିବ। ମନେ ରଖନ୍ତୁ ଏଇ ଯେଉଁ ପଇସା DBT ମାଧ୍ୟମରେ ଆସେ, ତେଣୁକରି ଆପଣ ଆକାଉଣ୍ଟରେ DBT ଅଛି କି ତାହା ମଧ୍ୟ ଥରେ NPCI ୱେବସାଇଟ୍କୁ ଯାଇକି ଚେକ୍ କରିବେ। ମୁଁ ପୂର୍ବରୁ ବତେଇଛି ଆପଣ କେମିତି ଚେକ୍ କରିବେ। NPCI ୱେବସାଇଟ୍କୁ ଯାଇକି ଆପଣ ଚେକ୍ କରିନେବେ। ତାପରେ କ'ଣ କରିବେ, ଆପଣଙ୍କ EKYC ଷ୍ଟାଟସ୍ ବିଷୟରେ ଚେକ୍ କରିନେବେ। ଯାହାଫଳରେ କି ଆପଣଙ୍କ ଯଦି ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ୍ ନାହିଁ, ତାହେଲେ ଆପଣଙ୍କ ଆକାଉଣ୍ଟ EKYC ଯଦି କରିନେବେ ତାହେଲେ ଆକ୍ଟିଭ୍ ହେବ ଆଉ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ତାପରେ କ'ଣ କରିବେ, ଦେଖନ୍ତୁ ଏଇ ଯେଉଁ ହେଲ୍ପଲାଇନ୍ ନମ୍ବର ଦେଇଛି, এই ହେଲ୍ପଲାଇନ୍ ନମ୍ବରରେ ଆପଣ କଲ୍ କରିକି ଆପଣଙ୍କ ଅଭିଯୋଗ ଦେଇପାରିବେ କିମ୍ବା ଆପଣ ବୁଝିପାରିବେ କେଉଁ କାରଣରୁ ଟଙ୍କା ପାଇଲେ ନାହିଁ ବୋଲି। ତାପରେ କ'ଣ କରିବେ, ଦେଖନ୍ତୁ ଏଇ ଯେଉଁ ଯୋଗ୍ୟତା ମାନଦଣ୍ଡ ଅଛି, ଏଠିରେ ଆପଣ କ୍ଲିକ୍ କରିକି ଏହାର ଯୋଗ୍ୟତା ମାନଦଣ୍ଡ ବିଷୟରେ ପଢ଼ିନେବେ। ଯଦି ଅଯୋଗ୍ୟ ଅଣ୍ଡରରେ ଆପଣ ଅଛନ୍ତି, ତାହେଲେ ଆପଣ ଏଇ ଯୋଜନାରୁ ବାଦ୍ ପଡ଼ିଥିବେ, ଟଙ୍କା ମିଳିବ ନାହିଁ। ଯଦି ଆପଣ ଯୋଗ୍ୟ ଅଛନ୍ତି ତାହେଲେ ମଧ୍ୟ ପାଇନା, ତାହେଲେ ଏହି ଯେଉଁ ଅଭିଯୋଗ ଲେଖା ହେଇଛି, ଅଭିଯୋଗକୁ ଯାଇକି ଆପଣ ଆଧାର ନମ୍ବର ଦେଖି ଅଭିଯୋଗ କରିପାରିବେ। ମୁଁ ପୂର୍ବରୁ ଅଭିଯୋଗ କେମିତି କରିବେ ତାହା ମଧ୍ୟ ଜଣାଇଛି, সেই ଭିଡ଼ିଓ ଦେଖିକି ମଧ୍ୟ ଆପଣ ଅଭିଯୋଗ ଦେଇପାରିବେ। ଏଇଟା NEFT ମାଧ୍ୟମରେ ଆପଣଙ୍କୁ ଟଙ୍କା ଦିଆଯାଏ। NEFTରେ ଆପଣଙ୍କୁ 24 ଘଣ୍ଟା ଲାଗିପାରେ। ତ ଯେଉଁମାନଙ୍କର ଯଦି କାଲି ଟଙ୍କା ଆସିନାହିଁ କିମ୍ବା ଟଙ୍କାର SMS ଆସିନାହିଁ, ତ ସେମାନେ କ'ଣ କରିବେ, ଆଜି ଗୋଟେ ଦିନ ଅପେକ୍ଷା କରନ୍ତୁ ଆଉ ଦେଖନ୍ତୁ ଯେ ଆପଣଙ୍କ ପାଖକୁ ଟଙ୍କା ଆସୁଛି ନା ନାହିଁ। ଯଦି ଆଜି ଆସିବ ନାହିଁ, ତାହେଲେ ଆପଣ କାଲି ଅଭିଯୋଗ କରିପାରିବେ। ବେଳେବେଳେ ବ୍ୟାଙ୍କ ସର୍ଭର ତ୍ରୁଟି ଯୋଗୁଁ SMS ମଧ୍ୟ ଆସିନଥାଏ। ତେଣୁକରି ଆପଣ କ'ଣ କରିବେ, ଆପଣଙ୍କ ବ୍ରାଞ୍ଚକୁ ଭିଜିଟ୍ କରିକି ସେଠିରେ ଆପଣ ଆକାଉଣ୍ଟ ଷ୍ଟେଟମେଣ୍ଟ କରିନେବେ, ଯାହାଫଳରେ କି ଜାଣିପାରିବେ ଯେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ନା ନାହିଁ ବୋଲି। ଏହା ଥିଲା ସମ୍ପୂର୍ଣ୍ଣ ତଥ୍ୟ। ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି କିମ୍ବା ତାଙ୍କ ମୋବାଇଲକୁ ଆସିନାହିଁ, ତାହେଲେ ଏସବୁ କରିକି ସେମାନେ ଜାଣିବେ ଯେ କେଉଁ କାରଣରୁ ସେମାନେ ଟଙ୍କା ପାଇଲେ ନାହିଁ ବୋଲି। ମୁଁ ଯେଉଁ ହିତାଧିକାରୀ ତାଲିକା ଦେଖାଇଲି ତାହା ପୁରୁଣା ଅପଡ଼େଟ୍। ବର୍ତ୍ତମାନ ନୂଆ ଅପଡ଼େଟ୍ରେ ନୂଆ ହିତାଧିକାରୀମାନଙ୍କ ନାମ ଜଡ଼ିତ ହୋଇନାହିଁ।
যদি ଆପଣ ଏଥର ବାଦ ପଡ଼ିଛନ୍ତି ତାହେଲେ ଆପଣଙ୍କ ରିଜନ୍ଟା ବର୍ତ୍ତମାନ ଅପଡ଼େଟ୍ ହୋଇନାହିଁ। ଆପଣ ଏମିତି ଚେକ୍ କରିପାରିବେ, ଆଗକୁ ମଝିରେ ଚେକ୍ କରୁଥିବେ, କାରଣ ଅପଡ଼େଟ୍ ହେଲେ ସାଙ୍ଗେ ସାଙ୍ଗେ ଆପଣ ଦେଖିପାରିବେ ଆପଣଙ୍କ ରିଜନ୍ ରିଜେକ୍ଟ ହେବା, ଟଙ୍କା ନ ପାଇବାର ରିଜନ୍ କ'ଣ ବୋଲି ଆପଣ ଜାଣିପାରିବେ।